जय श्री जगन्नाथ भाई मैंने सर्वप्रथम गुरुदेव गणपति एवं जगदम्बा को प्रणाम करी ମୁଁ ମୋର ପଞ୍ଚଭୂତର କ୍ରମରେ ଆମେ ଅଲରେଡି ସବୁତିକ ସେସନ ସାରି ଦେଇଛେ। ଏବେ ଆମେ କମ୍ବାଇନ୍ଡ କରିକି ତାକୁ ବୁଝିବାକୁ ଚେଷ୍ଟା କରିବା। କାହିଁକି ନା ସବୁ ତତ୍ଵ କୋଉ ଭୂତରୁ କୋଉ ତତ୍ଵ ସୃଷ୍ଟି ହୁଏ, କୋଉ ତତ୍ଵକୁ କୋଉ ତତ୍ଵ ନଷ୍ଟ କରେ, ତାକୁ ଯଦି ଘୋଷିକି ମନେ ରଖିବାକୁ ପଡିବ, ସେମିତି ଯଦି ଘୋଷିକି ମନେ ରଖିବା ତାହେଲେ ଆମେ କେବେ ବି ତାକୁ ମନେ ରଖିବାନି। ଆମର ଯେମିତି ହେଲେ ଗଡବଡ ହବ। ମୁଁ ଆପଣମାନଙ୍କୁ ଗୋଟେ ସର୍ଟକଟ ଟ୍ରିକ୍ ଦେବି। ଏଇଟା ଗୋଟେ ଛୋଟ ଭିଡିଓ ରହିବ। ପଞ୍ଚଭୂତକୁ କୋଉ ଭୂତ କାହାକୁ ସୃଷ୍ଟି କରେ, କାହାକୁ ବିନାଶ କରେ। ତେଣୁ ବିନାଶ। ଆପଣ ମାନେ ଏଇ ଜିନିଷଟାକୁ, ଏଇ ଛୋଟ ଭିଡିଓଟାକୁ ଦେଖିଲେ ଆପଣଙ୍କ ମୁଣ୍ଡରେ ରହିଯିବ ଯେ କୋଉ ତତ୍ଵ କୋଉ ତତ୍ଵରୁ ସୃଷ୍ଟି ହୁଏ, କୋଉ ତତ୍ଵ କୋଉ ତତ୍ଵରୁ ନଷ୍ଟ ହୁଏ, ଏବଂ କୋଉ ତତ୍ଵ କୋଉ ତତ୍ଵକୁ ସୃଷ୍ଟି କରେ, କୋଉ ତତ୍ଵ କୋଉ ତତ୍ଵକୁ ନଷ୍ଟ କରେ। ଠିକ ଅଛି ନା? ଚାଲନ୍ତୁ ଆରମ୍ଭ କରିବା। ରାଜୁ ସ୍କ୍ରିନ୍ ଆସୁଛି? ଆଜ୍ଞା ଆଜ୍ଞା ଆଜ୍ଞା। ଠିକ ଅଛି। ଏବେ ଆମେ ୟେସ୍। ପଞ୍ଚଭୂତ ଉପରେ ବର୍ତ୍ତମାନ ଗୋଟେ ସ୍ମଲ୍, ଗୋଟେ ବେସିକ ଆଇଡିଆ ନବା। ଠିକ ଅଛି। ଆକାଶ ତତ୍ଵ ଜଳ ତତ୍ଵକୁ ସୃଷ୍ଟି କରେ, ଜଳ ତତ୍ଵ ବାୟୁ ତତ୍ଵକୁ ସୃଷ୍ଟି କରେ, ବାୟୁ ତତ୍ଵ ଅଗ୍ନି ତତ୍ଵକୁ ସୃଷ୍ଟି କରେ, ଅଗ୍ନି ତତ୍ଵ ପୃଥିବୀ ତତ୍ଵକୁ ସୃଷ୍ଟି କରେ, ପୃଥିବୀ ତତ୍ଵ ଆକାଶ ତତ୍ଵକୁ ସୃଷ୍ଟି କରେ। କ୍ଲିୟର ରାଜବାବୁ? ଆଜ୍ଞା ଆଜ୍ଞା। ଦେଖନ୍ତୁ, ତାପରେ ଏଇଟା ହେଲା ସବୁ ସୃଷ୍ଟି ହେଲା। ସୃଷ୍ଟି ଏ ହେଲା। ସାଇକେଲରେ ସୃଷ୍ଟିର ସାଇକେଲ। ହୁଁ। ସୃଷ୍ଟି, 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 ସୃଷ୍ଟି। ଏଇଟା କ୍ଲିୟର ହେଇଗଲା କି? ୟେସ୍। ତେଣୁ ଏଇ ଜିନିଷଟା ଆପଣ ମାନେ ଭଲ ଭାବରେ କ୍ଲିୟର ହବା ଦରକାର। କାରଣ ସେଇଟାକୁ ଘୋଷିକି ମନେ ରଖିଲେ ଆପଣ ମାନେ ତାକୁ ଯେତେ ଘୋଷିବାକୁ ଚାହିଁବେ ସିଏ ଆଜ୍ଞା ମନେ ରହିବ ନାହିଁ। ହୁଁ। ଯେତେ ଆପଣ ଘୋଷିବାକୁ ଚାହିଁବେ ସେ ତାର କନଫ୍ୟୁଜନ ସୃଷ୍ଟି କରିବ। ତେଣୁ ମୁଁ ଗୋଟେ ଛୋଟ, ମାନେ ଆପଣ ମାନଙ୍କୁ ଗୋଟେ ବେସିକ ନଲେଜ ଦଉଛି। ଠିକ ଅଛି। ଏବେ କ୍ଲିୟର କ୍ଲିୟର ଅଛନ୍ତି ନା? କ୍ଲିୟର ଅଛନ୍ତି? ହୁଁ। ଏଇ ଯାଏ କିଛି ହଁ, ଡାଉଟ ଅଛି କି? ସବୁ କ୍ଲିୟର ଅଛି। ଏଇ ଯାଏ କ୍ଲିୟର ଅଛି। ଏବେ ହୁଁ ହୁଁ। ଦେଖନ୍ତୁ, ଗୋଟାଏ ତତ୍ଵ ଦେଖନ୍ତୁ, ଆକାଶ ତତ୍ଵ ବାୟୁ ତତ୍ଵକୁ ନଷ୍ଟ କରେ, ଆକାଶ ତତ୍ଵ ଜଳ ତତ୍ଵକୁ ସୃଷ୍ଟି କରେ, ଆକାଶ ତତ୍ଵ ବାୟୁ ତତ୍ଵକୁ ନଷ୍ଟ କରେ। ତାହେଲେ ହୁଁ। ନଷ୍ଟ। ଠିକ ଅଛି। ତାହେଲେ ଏବେ କୁହନ୍ତୁ ଜଳ ତତ୍ଵ କାହାକୁ ନଷ୍ଟ କରିବ? ଜଳ, ୱାଟର, ଫାୟାର। ଜଳ ତତ୍ଵ ଅଗ୍ନି ତତ୍ଵକୁ ନଷ୍ଟ କରିବ। ଠିକ ଅଛି। ଫାୟାର। ଏବେ କୁହନ୍ତୁ ବାୟୁ ତତ୍ଵ କାହାକୁ ନଷ୍ଟ କରିବ? ଆର୍ଥ। ବାସ୍। ବାୟୁ ତତ୍ଵ ପୃଥିବୀ ତତ୍ଵକୁ ନଷ୍ଟ କରିବ। ବୁଝିପାରିଲେ ତ? ଗୋଟେ ତତ୍ଵ ଛାଡିକି ୟେସ୍ ଆଉ ୟେସ୍। ଗୋଟେ ତତ୍ଵକୁ ସେ ନଷ୍ଟ କରୁଛି। ତାହେଲେ ହୁଁ। ଅଗ୍ନି ତତ୍ଵ କୋଉ ତତ୍ଵକୁ ନଷ୍ଟ କରିବ? ଇଏ ଆକାଶ, ସ୍ପେସ୍, ସ୍କାଏ। ଏକ୍ଜାକ୍ଟଲି। ଇଏ ଅଗ୍ନି ତତ୍ଵ ଆକାଶ ତତ୍ଵକୁ ନଷ୍ଟ କରିବ। ପୃଥିବୀ ତତ୍ଵ କୋଉ ତତ୍ଵକୁ ନଷ୍ଟ କରିବ? ଆର୍ଥ ଏଲିମେଣ୍ଟ, ୱାଟର। ଆର୍ଥ ବର୍ତ୍ତମାନ ପୃଥିବୀ ତତ୍ଵ ନଷ୍ଟ କରିବ ଜଳକୁ। ଏଇଟା କ୍ଲିୟର ହେଇଗଲେ କି? ୟେସ୍ ୟେସ୍। ଏଇଟା କ୍ଲିୟର ହେଲେ ତ? ୟେସ୍ ୟେସ୍ ୟେସ୍। ଦେଖନ୍ତୁ, ଏଇଟା ହେଲା ସବୁଠୁ ଗୋଟେ ଇମ୍ପୋର୍ଟାଣ୍ଟ ଜିନିଷ। ଏ ଜିନିଷଟାକୁ ଯଦି ଆପଣ ମୁଣ୍ଡରେ ରଖିଛନ୍ତି ନା, ତ ଆପଣ ହୁଁ ମାନଙ୍କର ଏଇଟା ଆଉ ଅସୁବିଧା ହବନି। ଅଲରେଡି ମୁଁ କ୍ୟାରେକ୍ଟରିଷ୍ଟିକ୍ସ ପ୍ରିଭିୟସ ଭିଡିଓରେ ସବୁ ତତ୍ଵର ଅଲରେଡି ମୁଁ ଭଲ ଭାବରେ ଦେଇ ଦେଇଛି। ଯୋଉମାନେ ଜାଣିବାକୁ ଚାହିଁବେ ସେମାନେ ଯାଇକି ଆରାମ ସେ ଜାଣିପାରିବେ। ଏବଂ ବର୍ତ୍ତମାନ ମୁଁ ପ୍ରତ୍ୟେକ ତତ୍ଵର ଗୁଣଟାକୁ କହୁଛି କି କୋଉ କୋଉ ଯୋଉ ଗୁଣ ଗୁଡାକ ରହିଛି। ଆକାଶ ତତ୍ଵର ଗୁଣ କଣ ଜାଣିଛନ୍ତି? ଆକାଶ ତତ୍ଵର ଗୋଟିଏ ମୁଖ୍ୟ ପ୍ରକୃତି, ଏଇଟା ହେଲା ପ୍ରକୃତି। ପ୍ରକୃତି। ଆକାଶ ତତ୍ଵର ପ୍ରକୃତି କଣ? ନା ଏଠି ଶବ୍ଦ କାମ କରେ। ସେଥିପାଇଁ ଆମର କୁହାଯାଏନି ଶବ୍ଦ ବ୍ରହ୍ମ, ମାନୀଫେଷ୍ଟେସନ। ହୁଁ। ଠିକ ଅଛି। ସାଉଣ୍ଡ। ୟେସ୍। ଗୋଟେ ଗୋଟେ ତତ୍ଵ କେମିତି ବଢି ବଢି ଚାଲୁଛି ଦେଖନ୍ତୁ। ଆକାଶ ତତ୍ଵ ପରେ ଆସିଲା ବାୟୁ ତତ୍ଵ। ବାୟୁ ତତ୍ଵର ଗୁଣ ଗୁଡିକ କଣ ହେଲା? ନା ଏଇ ଶବ୍ଦ ରହିଲା, ତା ସହିତ ଗୋଟେ ହେଲା
ସ୍ପର୍ଶ ଆପଣ ମାନେ ରିଲେଟ କରନ୍ତୁ, ମୁଁ ଖାଲି ସ୍ପର୍ଶ। ପଢେଇ ଦଉଛି ବୋଲି ନୁହଁ। ଆକାଶ ତତ୍ଵରେ କେବଳ ଶବ୍ଦ ଟ୍ରାଭେଲ କରିପାରିବ। ସେଥିପାଇଁ ଲୋକମାନେ ଆକାଶକୁ ଅନେଇକି ହାତ ଟେକିକି କହନ୍ତିନି ଜଗନ୍ନାଥଙ୍କୁ ଟେକି ହାୟ ଭଗବାନ ରକ୍ଷା କର, ହେ ଭଗବାନ ରକ୍ଷା କର। ମାନେ ଆକାଶକୁ ଅନେଇବା ମାନେ ହୁଁ। କଣ, ସେ ଶବ୍ଦ ମାଧ୍ୟମରେ ସେ ଜିନିଷଟାକୁ ଇନଭୋକ କରାଯାଉଛି। ଠିକ ଅଛି। ବାୟୁ ତତ୍ଵ କଣ ନା, ବାୟୁର ଶବ୍ଦ ଅଛି। ୟେସ୍। ବାୟୁ ପବନ ବହିଲେ ସୁ ସୁ ଶବ୍ଦ ହୁଏ, ଏବଂ ପବନ ଟଚ ବି କରେ। ଟଚ୍ ବି କରେ। ୟେସ୍। ଟଚ୍ ବି କରେ। ଠିକ ଅଛି ନା। ୟେସ୍। ମୋ କଥାଟା ବୁଝିପାରିଲେ ତ। ୟେସ୍ ୟେସ୍ ୟେସ୍। ବର୍ତ୍ତମାନ ଜଳ, ତାହେଲେ ଜଳର କଣ ପ୍ରକୃତି ରହିବ କୁହନ୍ତୁ। ଜଳ ଶବ୍ଦ ବି ରହିବ। ଜଳ ଶବ୍ଦ ରହିବ, ଆଉ କଣ ରହିବ। ଆମେ ଛୁଇଁ ବି ପାରିବା। We are able to touch ହଁ, ଆଉ କଣ ରହିବ, ସ୍ପର୍ଶ and ବି ରହିବ। ସ୍ପଷ୍ଟ ବି ରହିବ, ସ୍ପର୍ଶ ବି ରହିବ। ରୂପ ବି ଅଛି ତାର। ଆକାର ଯୋଉଟା। ହଁ, ରସ ବି ଅଛି। ରସ। ଠିକ ଅଛି। ଲିକ୍ୱିଡ ଫର୍ମ। ୟେସ୍ ୟେସ୍। ବର୍ତ୍ତମାନ ଅଗ୍ନି ତତ୍ତ୍ୱ ବିଷୟରେ ଜାଣିବା। ଅଗ୍ନି ତତ୍ତ୍ୱରେ କଣ ଅଛି ନା, ଶବ୍ଦ ଅଛି, ସ୍ପର୍ଶ ଅଛି, ଏବଂ ରୂପ ଅଛି। ୟାର ରସ ନାହିଁ। ଠିକ ଅଛି ନା। ହୁଁ। ପୃଥିବୀ ତତ୍ତ୍ୱର ସବୁ କିଛି ଅଛି। ଗୋଟେ ଗୋଟେ ତତ୍ତ୍ୱ କେମିତି ବଢି ବଢି ଯାଇଛି ଦେଖି ପାରୁଛନ୍ତି ତ। ଏଟା ୟେସ୍ ହେଲା ୟେସ୍ ୟେସ୍। ଏକ, ଏକ ହେଲା ଦୁଇ, ଏଟା ହେଲା ତିନି, ଏଟା ମୁଁ ଆଗ ଲେଖିଦେଲି ଏଟା ହବ ଚାରି। ଏଟା ପୃଥିବୀ ତତ୍ତ୍ୱ। ପୃଥିବୀ ତତ୍ତ୍ୱର କଣ ଅଛି ନା, ଶବ୍ଦ ବି ଅଛି, ଶବ୍ଦ ବି ଅଛି, ସ୍ପଷ୍ଟ ବି ସ୍ପର୍ଶ ଅଛି। ବି ଅଛି, ରୂପ ବି ଅଛି, ରସ ବି ଅଛି, ଗନ୍ଧ ବି ଅଛି। ସଂସ୍କୃତର ଶ୍ଲୋକ ମିଳିବ, ପୃଥିବୀ ଗନ୍ଧବତୀ, which means ସବୁ ପ୍ରକାର ତତ୍ତ୍ୱ ପୃଥିବୀରେ ଅଛି। ତେଣୁ ପୃଥିବୀ ତତ୍ତ୍ୱ ବହୁତ ଇମ୍ପୋର୍ଟାଣ୍ଟ। କ୍ଲିୟର। କାରଣ ଆ ୟେସ୍ ପାଖରେ ୟେସ୍। ବହୁତ ଏଗୁଡିକ ବହୁତ ଗୁଡିକ ପ୍ରକୃତିର ଅଛି। ସେଥିପାଇଁ ଏଇ ଯୋଉ ଆମେ କହୁ ଜୀବନରେ ପ୍ରକୃତି, ପ୍ରକୃତି ନୈବ ମୁଚ୍ୟତେ ଯଦିବ ମୁଚ୍ୟତେ ଶନୈଃ ଶନୈଃ, which means ପ୍ରକୃତି ଏଇ ସବୁ ଜିନିଷକୁ ନେଇ ଗଠିତ। କ୍ଲିୟର। ୟେସ୍ ୟେସ୍। ଏଇ ଜିନିଷ ଗୁଡାକ ଯଦି ଆପଣ ବେସିକ୍ସ ଗୁଡାକ ଭଲସେ ବୁଝିଦେଲେ, ତାହେଲେ ଆପଣଙ୍କୁ କୌଣସି ପ୍ରକାର ଅସୁବିଧା ହେବ ନାହିଁ। କାରଣ ଯେମିତି ଗୋଟେ ଘର ତିଆରି କରି କୌଣସି ଗୋଟେ କାମ କରିବା ପାଇଁ ତାର ମୂଳଦୁଆ ଷ୍ଟ୍ରଙ୍ଗ ହବା ଦରକାର। ଏଗୁଡା ହଉଛି ବାସ୍ତୁର ମୂଳଦୁଆ। ଏଗୁଡାକୁ ଯଦି ତମେ ଭଲ କି ଷ୍ଟ୍ରଙ୍ଗ କରି ଧରି ପାରିଲ, ତାହେଲେ ତୁମକୁ ଆଉ କିଛି କୌଣସି ଅସୁବିଧା ହେବ ନାହିଁ। କ୍ଲିୟର ନା। ହୁଁ ଏବେ ବୁଝିପାରିଲେ ତ ମୁଁ କଣ କହୁଛି। ହୁଁ ହୁଁ ହୁଁ। ତ ଆଜିର ସେସନ ପାଇଁ ଏତିକି। ପୁଣି ଆମେ କିଛି ନୂଆ ସେସନ ନେକ୍ସଟ କ୍ଲାସରେ ନେବା। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ। ଜୟ ଶ୍ରୀ